ସମସ୍ତେ ଚୁପଚାପ ହେଇ ଗପ ଆରମ୍ଭ। ଟିକେ କହିଦିଅ ଗପଟେ, ଭୂତ ଗପଟା। ଗୁମ୍ଫାଟେ ଥିଲା। ସେ ଗୁମ୍ଫାରେ ଗୋଟାଏ ପିଲା ଥିଲା। ସେ ଗୁମ୍ଫାରେ ଗୋଟେ ବୁଢା ବୁଢୀ ଦୁଇ ଜଣ ଥିଲେ। ସିଏ ଗୋଟେ ଗୁମ୍ଫାକୁ ଗଲେ। ସିଏ ସେ ଗୁମ୍ଫାକୁ ଏମିତି ତାଙ୍କୁ ଶବ୍ଦ ହେଲା କାର ଗୋଟେ। ସେମାନେ ଯେମିତି ବାହାରକୁ ଗଲେ ଗୋଟେ ବଡ ପଥରଟା ସେମାନେ ଦେଖି ତାଙ୍କ ମୁଣ୍ଡ ବାଡେଇ ଗଲା। ସେ ଦୁଇ ଜଣଙ୍କର ସେମାନଙ୍କ ମୁଣ୍ଡରୁ ରକ୍ତ ବାହାରିଲା। ସେମାନେ ମରିଗଲେ। ତାପରେ ସେ ଅସୁରୁଣୀ ଦେଖିଲା ଦୁଇ ଜଣ ବୁଢା ବୁଢୀ ଗରିବ ସେଇଠି ମୁଣ୍ଡ ବାଡେଇକି ପଇଛନ୍ତି। ସେ ଡାହାଣୀ ସେ ଅସୁରୁଣୀ ଏମିତି ଦେଖି ସେ ଦୁଇ ଜଣଙ୍କୁ ଖାଇଦେଲା। ତାପରେ ଏମିତି ଯୋଉ ଗରିବ ଲୋକ ଆସୁଥିଲେ ସେ ତାକୁ ସେ ପଥରରେ ମୁଣ୍ଡ ବାଡେଇ ଦଉଥିଲା, ଖାଇ ଦଉଥିଲା। ଆଉ ଗୋଟେ ତା ବାପା ସିଏ ମା ତା ଝିଅ ତା ପୁଅ ଏ 4 ଜଣ ଆସିଲେ। ଆଉ ତାପରେ ସେ ତାକୁ ଏମିତି ମୁଣ୍ଡରେ ପିଟେଇ ଦେଲା। ତାପରେ ସେମାନେ ମରିଗଲେ। ତାପରେ ସେ ତାକୁ ଖାଇଦେଲା। କହିଚାଲ। ତାପରେ ଗୋଟେ ଲୋକଟେ ସେଇଠି ଆସିଲା ସେ ଗୁମ୍ଫାକୁ। ତାପରେ ସେ ଗୁମ୍ଫାରେ ସେ ତାକୁ ବି ମୁଣ୍ଡ ପିଟେଇଲା। ସେ ଏମିତି ମରିଗଲା। ତା କଲିଜା ଖାଇଲା ଆଉ ତା ମାଂସ ଖାଇଲା। ତାପରେ ଯୋଉ ଲୋକ ଆସୁଛି ସେ ତାକୁ ମାରିକି ଖାଇ ଯାଉଥିଲା। ଏମିତି କିଛି ଦିନ ବିତିଗଲା। ଗୋଟେ ଲୋକଟେ ଆଉ ସେ ବହୁତ ଧନୀ ଥିଲେ। ତାଙ୍କର ପୁଅ ଝିଅ ନଥିଲେ। ତାପରେ ସେମାନେ ଗୁମ୍ଫାକୁ ଆସିଲେ। ତାଙ୍କର ଘର ନଥିଲା। ସେ ଗୁମ୍ଫାକୁ ଚାଲି ଆସିଲେ। ଆଉ ସେ ଗୁମ୍ଫାକୁ ତାକୁ ଗୋଟେ ଗ୍ରୀନ କଲର ଆଉ ତା ମୁହଁ ଏମିତି ନାଲି। ସେ ଏମିତି ଗୋଟେ ହାତରେ ଧରିଦେବ ଖଣ୍ଡାଟେ। ତା ଗୋଡ ପୁରା ଲାଲ ଆଉ ତା ମୁହଁ ପୁରା ଗ୍ରୀନ, ତା ଦେହ ବି ଗ୍ରୀନ, ତା ହାତ ଗ୍ରୀନ, ଏରା ସବୁ ଗ୍ରୀନ। ତାପରେ ସେ ଡାହାଣୀକୁ ଡାକିଲା ଆଉ କହିଲା ଏ ଝିଅ ଏ ଖଣ୍ଡାଟାକୁ କଣ ପାଇଁ ଡାକୁଛୁ? ଆଉ ତୋ ମୁହଁ ଏତେ ଗ୍ରୀନ କଣ ପାଇଁ? ଆଉ ତୋ ଗୋଡ ଏତେ ଲାଲ କଣ ପାଇଁ? ତା କଥା ଶୁଣିକି ସେ ଡାହାଣୀ ସେ ତାକୁ ଚାଲି ଆସିଲା ଆଉ ତାକୁ ମାରି ଖାଇଗଲା। ନା ତାପରେ ଗୋଟେ ଅଙ୍କଲ ସେଠାକୁ ଆସିଲେ। ତାପରେ ସେ ଅଙ୍କଲ ସେ ଘର ଭିତରକୁ ଗଲେ, ସେ ଗୁମ୍ଫାକୁ ଗଲେ। ସେ ଅଙ୍କଲ ଦେଖିଲେ ତା ମୁହଁ ପୁରା ଗ୍ରୀନ, ତା ଦେହ ବି ଗ୍ରୀନ, ତା ଗୋଡ ଲାଲ। ସେ ତାକୁ ଡାକିଲେ ମୋ ପାଖକୁ ଏମିତି କହି ସେ ଡାହାଣୀ ତା ସାମ୍ନାକୁ ଆସିଲା ଭାରି। ତାପରେ ସେ ଅଙ୍କଲ ସେ ଡାହାଣୀ ସେ ଅଙ୍କଲକୁ ମାରିଦେଲେ। ତାପରେ ସେ ଅଙ୍କଲକୁ ମାରିକିନି ସେ ନଦୀ ତା କୂଳରେ ଫୋପାଡ଼ି ଦେଲା। ତାପରେ
ସେ ଅଙ୍କଲ ଭୂତକୁ ଦେଖି ବହୁତ ଡରିଗଲା ଆଉ ସେ ତାକୁ ଆଉ ତା କଲିଜା ଆଉ ତା ମାଉଁସ ଖାଇ ଯୋଉଗୁଡାକ ଆସିଥିଲା ସେ ଲୋକର ସେ ଲୋକର କଲିଜା ଖାଉଥିଲା ଆଉ ସେଇଥିରେ ଚକୋଲେଟ ବନଉଥିଲା ଆଉ ଗୋଟେ ମଣିଷ ରୂପ ହେଇକିନି ସେ ପିଲାମାନଙ୍କୁ ସେ ରକ୍ତ ଚକୋଲେଟ ଦେଇଦେଲା ଆଉ ସେ ଗୁମ୍ଫାକୁ ଆଣିଲା ଆଉ କହିଲା ଏଇ ନିଅ ତମ ଚକୋଲେଟ ସେ ଚକୋଲେଟ ଟା ଖାଇଲେ ତାପରେ ସେମାନେ ବେହୋସ ହେଇଗଲେ ତାପରେ ସେ ଡାହାଣୀ ସେମାନଙ୍କର କଲିଜା ଖାଇଦେଲା ସଇଲା ସଇଲା ବାଏ କରିଦିଅ ବାଏ।